সন্তান সহিত মার সম্পর্ক তাহা সে সম্পর্ক কর না সে মা আউ সে পুয় কি সম্পর্ক কে কি সম্পর্ক মা সহিত পুয়র কি সম্পর্ক এ মাটির সাহিত্য আজ্ঞা কিয়ে কিଏ ସାର୍ ସଂକୀର୍ତ୍ତନ ଗାୟକ ଗାୟକ କିଏ ଆଜ୍ଞା ଭାଗବତ ପ୍ରଧାନ ହଁ ଲେଖି ଦେଇ ନାହାନ୍ତି କଣ ଇରେ ପେଟେ ଖାଇଥିଲେ ମୋଟେ ଖାଇ ନାହିଁ ମା କହୁଥିବ ପେଟେ ଖାଇଥିଲେ ମୋଟେ ଖାଇ ନାହିଁ ଖାଇବା ମାଗିଲେ ଖାଇବା উন্নত চিন্তাধারা দেখন্তু মানবীয় চিন্তাধারা ভিতরে ଆଜ୍ଞା সামাজিক চলনি ভিতরে ହଁ পারিবারিক চলনি ভিতরে ଆଜ୍ଞା ওড়িয়া ঘরর ওড়িয়া চলনি ভিতরে ହଁ ওড়িয়া মানଙ୍କର মনোভাব ওড়িয়া মার চিন্তাধারা ভাগবত প্রধানଙ୍କ ভাବରେ কেমিতি আসিଛି ହଁ জ্ঞানী মা ଆଜ୍ଞା ଜଣେ ମା ମା ଜଗତରେ ତା ଭଳି କିଏ ହବ କଣ ଆଉ ସ୍ତ୍ରୀ କେହି ହେଇପାରିବେ ସେ ପୁଅ ହେଇଥାଉ କି ଝିଅ ହେଇଥାଉ ଦେଖନ୍ତୁ ଭାଗବତ ପ୍ରଧାନ କେତେ ପ୍ରକାର ସୁନ୍ଦର ଚିନ୍ତାଧାରା ନେଇଛନ୍ତି ପୁଅ ହଉ କି ଝିଅ ହଉ ହଁ ମା ବାଢି ଦବ ଖାଇବା ପାଇଁ ଆଜ୍ଞା ମା ବାଢି ଦବ ଖାଇବା ପାଇଁ ଖାଇବା ପାଇଁ ପୁଅ କି ଝିଅ ଥରେ ଦୁଇଥର ଖାଇଥିବ କହିବ ମା ଲୋ ମୋ ପେଟ ପୁରି ଗଲା ପୁରୀ ଗଲା ଲୋ ମା ଜଗତରେ ଏମିତି କୋଉ ମା ଅଛି କହିବ ଉଠିକିରି ପଳା ନାଇଁ କହିପାରିବନି ମା ଅଛି କୌଣସି ମା ନା ଯେତେ ପେଟ ପୁରି ଥାଉ ବେ ଯେତେ ଭଲ ମନ୍ଦ ଖାଇଥାଉ ହଁ ମା ବାଢିଥିବା ଖାଇବାର ଯଦି ଟିକିଏ ଉଠି ପଡିଲା ପୁଅ କି ଝିଅ କହିବ ମୋ ଧନ ଲୋ ଓ ମୋ ମା ଲୋ ମା ଲୋ, ମୋ ବାପା ଲୋ ମୋ ସୁନା ଲୋ ଆଉ ଦିଥର ଖାଇଦେ ଆଉ ଦି ଗୁଣ୍ଡା ଖାଇଦେ ଆଉ ଦି କଳ ଖାଇଦେ ହଁ କିନ୍ତୁ ଆମେ 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 କଣ କରୁଛନ୍ତି କଣ ଆଜ୍ଞା ସେ ମା ବାପାଙ୍କୁ ଆଜି ସମ୍ମାନ ଦଉଛନ୍ତି ନାଇଁ ସାର୍ କପିଳ ଆଜ୍ଞା କେବେ ଆମେ ଚିନ୍ତା କରିଛନ୍ତି କଣ ଯୋଉ ମା ବାପାଙ୍କୁ ଆମେ ଆଜି ବୃଦ୍ଧାଶ୍ରମ ଦେଖଉଛନ୍ତି ହଁ ମୁଁ କହୁଥିଲି ପରା ସେଦିନ ହଁ ବୃଦ୍ଧାଶ୍ରମ ସେତେବେଳେ ଆମେ ଜାଣିବା ପାଇଁ ପାଇଲୁ ଜାଣିଲୁ ଯେତେବେଳେ ଛୋଟ ଅବସ୍ଥାରେ ଥିଲୁ ବୃଦ୍ଧାଶ୍ରମ ଓଲ୍ଡ ଏଜ୍ ହୋମ୍ କଣ ଅଛି କଟକରେ ଭୁବନେଶ୍ୱରରେ ହଁ କିନ୍ତୁ ଏବେ ଏବେ ଆମ ଘର ଭୁବନ ଆଜ୍ଞା ଛୋଟିଆ ଗାଁଟିଏ ଏମଏସି ହଁ ଗୋଟିଏ ଏମଏସି ହଁ ଭୋଟର ମାତ୍ର 24,000 ମାତ୍ର ହଁ ଗୋଟିଏ ଗାଁର ଭୋଟର ମାତ୍ର ସଂଖ୍ୟା ହଉଛନ୍ତି 24,000 ଆଜ୍ଞା ଆଚ୍ଛା 24,000 ଲୋକ ଥିବା ହଁ। ଗୋଟିଏ ଗାଁରେ ହଁ ବୃଦ୍ଧାଶ୍ରମ ଖୋଲିବ ଏକଥା କେହି କେବେ ଚିନ୍ତା କରିବେ ନାଇଁ କିନ୍ତୁ ଖୋଲିଛି ଜଗବନ୍ଧୁ ଜରାଶ୍ରମ ଶ୍ରମ ସେ ଜଗବନ୍ଧୁ ଜରାଶ୍ରମ ଖୋଲିଛନ୍ତି ସେଥିରେ ଯୋଉମାନେ ରହୁଛନ୍ତି ଆଜ୍ଞା ବୃଦ୍ଧ ବୃଦ୍ଧା ମାନେ ରହୁଛନ୍ତି ହଁ ସେମାନଙ୍କର ପୁଅ ଝିଅ ଅଛନ୍ତି ନା ନାଇଁ ମାନେ ଅଛନ୍ତି ଆଜ୍ଞା ଆଚ୍ଛା ଯଦି ପୁଅ ଝିଅ ଅଛନ୍ତି ହଁ ସେମାନଙ୍କର ହୃଦୟ କେମିତି ଯୋଉ ମାକୁ ସେମାନେ ଆଜି ବୃଦ୍ଧାଶ୍ରମରେ ଛାଡ଼ିଦେଲେ କେବେ ଚିନ୍ତା କରିପାରିଲେ ଯେତେବେଳେ ଜନ୍ମ ହେଇଥିଲୁ ତୁ କପିଳ ଆଜ୍ଞା ଯୋଉ ମାକୁ ବୃଦ୍ଧାଶ୍ରମରେ ଛାଡ଼ିବା ପାଇଁ ଚିନ୍ତାଧାରା ନେଲୁ ହଁ ସେ ମା କଣ ନ କରିଛି କିରେ କଣ କରିଛି ଆଜ୍ଞା ଇରେ ତେଲ ହଳଦୀରେ ତୋ ଦେହକୁ ଯିଏ କେଡ଼େ ଆଣ୍ଟେ ଧରି ତେଲ ହଳଦୀରେ କପିଳ ଆଜ୍ଞା ସେଇ ପୁଅ ଯୋଉ ପୁଅ ଆଜି ମାକୁ ବାପାକୁ ନେଇ ବୃଦ୍ଧାଶ୍ରମରେ ଛାଡୁଛି ଆଜ୍ଞା ସେ ପୁଅ ଯେତେବେଳେ ଜନ୍ମ ହେଇଥିଲା କପିଳ ମୋ ପୁଅଟା କେମିତି ଟାଣ ହବ ହଁ ମୋ ପୁଅ ବେକ କେମିତି ଟାଣ ହବ ତା ଅଣ୍ଟା କେମିତି ଟାଣ ହବ ତା ଗୋଡ କେମିତି ଟାଣ ହବ ହଁ ମା ତେଲ ହଳଦୀ ଦେଇକି କେତେ ମାଲିସ କରିନଥିଲା ରେ ହଁ କରିଛି ଆଜ୍ଞା ମା ଆଜିକାର ପୁଅ ଜ୍ଞାନୀ ମାନେ କଣ ସେ କଥା ଚିନ୍ତା କରିପାରୁଛନ୍ତି ଏ ନା 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 ଆଜିର ସମାଜ ଆଜିର ଯୁବ ସମାଜ ଜ୍ଞାନୀ ମାନେ ପାଲା ହଉଛି ବିଦଗ୍ଧ କଳା ନୁହେଁ ପାଲା ହଉଛି ସାମାଜିକ ଶିକ୍ଷାର କ୍ଷେତ୍ର ଆଜ୍ଞା ଏ ସାମାଜିକ ଶିକ୍ଷା କ୍ଷେତ୍ରରେ ଲୋକ ସେବକ ଭାବରେ ଲୋକମାନଙ୍କୁ ବୁଝାଇବା ବ୍ୟକ୍ତି ବିଶେଷ ଭାବରେ ପାଲାକାର ମାନେ ହାତ ଯୋଡ଼ିକି ସମାଜକୁ ଏତିକି ଅନୁରୋଧ କରନ୍ତି ହେ ସମାଜ ହେ ଯୁବ ସମାଜ ଯୋଉ ମା ବାପା ଆମକୁ ବଡ଼ କରିଛନ୍ତି ଆଜି ଆମେ ଯୁବକ ହେଇଛନ୍ତି ଯଦି ବାପାଙ୍କର ବ୍ରହ୍ମ ମାଙ୍କର ରଜ ଯଦି ମିଶି ନଥାନ୍ତା ଆମେ କେବେ ଦୁନିଆରେ ଆଲୋକ ଦେଖି ପାରି ନଥାନ୍ତେ
जो माँ आमको 10 मास 10 दिन गर्भरे धारण कला जन्म कला तेल हलदी दे देह को मालिश कला आज्ञा अरे कपिल सारे मते कहलु कौना दी तू तो पुओ झियर बापा हाँ आज्ञा मु तो पुओ झियर बापा हाँ सर एबे मोर नातीटिए जन्म होइछि 3 मास होइछि हाँ ज्ञानी माने हाँ छोटिया पिलाटिए हाँ माँ कोଳରେ ଶୋଇଥିବ हाँ माँ कोଳରେ ଶୋଇକିରି केते थर परिश्रा करिथिବ केते थर मल त्याग करिथिବ हाँ आज्ञा माँ केबे चिंता करिथिବ जे पिलाटा मो कोଳରେ परिश्रा करूछि मल त्याग करूछि मु ए पिलाटा को दुराई देबी हबनी आज्ञा आई करि परिबनी मां अरे सेई नारी धन्या किए जिए किए कालिदास लिखिना हंती काना गोटे श्लोक अभिज्ञान शाकुंतलम रे लिखिना हंती हौ हौ बोले आलोक्य दंत मुकुलान निमित्त हासई रजत वर्ण रमणी अवच प्रकृति न उनका सोयो तनयन प्रणयन बहतो धन्या सदंग रज सार मलिनी भवंती कालिदास कहिले कोले सही नारी होची जीवन रे धन्य आज्ञा आज्ञा से निजको धन्य मने करिवो हाँ जेउ नारी हाँ निजर जन्मित संतानर मुहरु दांत नउठिथिबा पूर्वरु जो हस हस चिंता करंतु आज्ञा बाल्यावस्था रे हाँ पिलाटा छोट होईची 3 मास रहिची 4 मास रहिची कि 6 मास रहिची दांत उठिनी से टिके हसी देला से टिके हसी देला से हसटा केड़े सुंदर हस बढ़िया से हस सहित कौन सी हस समान हो पार ना कपिल आज्ञा खाली सेतिक नुहे आउ से छोट पिलाटा हाँ। जेतेबेले कथा कहबा आरंभ कला हाँ दोतंद भाषार दुई पद कहितब से कथाटा केमिति किरे पुओ केमिति कपिल अरे सुन आउ पदटिए आउ। ये खाली मां कर वर्णना करबा पई केतिक बाट जाउछि आज्ञा कपिल अरे। कवि होउछंती ये नहे आपण मानकर अनुगुणर कवि कवि राधा मोहन गडनायक कौन कहले? लिखि देई नाहंती कौन? कहले जो हसटा हसिला पिला हाँ। जो कथाटा कहिला पिला हाँ। से कथाटा कि प्रकार कथा ये प्रकार कि अर्थ न थाई से कथारे ठाए बछि ओळप कानरे पडिले मजराई राधा मोहन गडनायक कहले ज्ञानी माने से भाषाटा केमिति छोट पिला जो कथा कुए हाँ केमिति देखन आज्ञा पूर्वे जो कवि माने थिले हाँ सेमानकर एते छोट चिंताधारा थिले ना प्राकृतिक चिंताधारा को नहीं आज्ञा समाजर चिंताधारा को नहीं हाँ सेमानकर लेखनी चालना होउथिला हाँ राधा मोहन गणनायक कहले से कथारे कथारे कोन अर्थ न थाए ना छोट पिलाटा कथा कहिले हाँ। सेतरे किछ अर्थ न थाए नहीं किंतु वशीकरण मंत्र रहिला पर जणा पड़े शत्रुर पिला ही थाउ जदि दोतन्न भाषा रे कोन कहूची बुलिकिर चाहिबु ना आज्ञा काहे की काहे राधा मोहन गडनायक कहले एई थिरे अछि वशीकरण हाँ। ए कपिल आज्ञा। से पिला को जो मां जन्म देइछि हाँ से मां हाँ अच्छा गोटाए कथा कौना दी कपिल अरे तो स्त्री हाँ 2000 टंकार गोटाए साड़ी पिंदी की बाजार को जाइछि हाँ तार छोटिया पिला दिए तोर हाँ सी आसिला बेल को देखिबो हाँ से पिलाटा धूली धूसरिया हेकिर गडुछि गडुछि दांडरे मां 5000 टंकिया साड़ी पिंदी ता बापा हाँ देखिबो मो पुओ की मो झियोटा धूली धूसर हेकिर गडुछि गडुछि सी केबे भाबिबो ये मोर दामिका लुगाटा पिंधिछि ताकू धरिबिनी धरिबिनी जेते दामिका साड़ी पिंधि ताऊ हाँ निज झियोटा को बापुओटा को कोଳରେ जाबुडी धरिबो तेणु कालिदास कहले धन्या तदंग रजसार मलिनी भवंती जो नारी निज जन्मित संतानर दे पादरे लागिथिबा धूली रे देहरे लागिथिबा मळी रे निज वस्त्र को मलिनता करिछि सेई नारी होछि धन्या धन्या सेई नारी होछि धन्या हाँ ज्ञानीमान आज्ञा ये होछि आम मां मां किंतु आमे आमे ए मां को सम्मान दे जानि ना ना काहे के कथा कहिली काई कहले निज जन्मदात्री जननी की दुई खंड करी छाप काटी पकई देइछंती परशुराम कांदु छंती बसी बापा कहले इंद्रपद चाहुचु कहला ना कहले कोन चाहुचु मां को बरो हाथ जोड़ी देले परशुराम डाकिले बाबा मोर गोटिए बर दरकार नाही ना ये 3 बर ये पिता मोते ये करिब प्रदान
ବାବା ମୋର ଗୋଟିଏ ବର ଦରକାର ନାହିଁ, ନାଇଁ ମୋର 3ଟି ବର ଦରକାର। ଯଦି ଦେବେ ତାହେଲେ 3ଟି ବର ଦେବା ପାଇଁ ଅସ୍ତୁ କରନ୍ତୁ। ହେ ତଥାସ୍ତୁ, ମୁଁ ଅସ୍ତୁ କରି ଯାଉଛି। କଣ ସେ 3ଟା ବର କହ ମୋର ଗୁଣି ଜ୍ଞାନୀ ପଣ୍ଡିତ ସମାଜ ପରଶୁରାମ ମାଗିଲେ ବର। ପ୍ରଥମ ବର କଣ ମାଗିଲେ? କଣ କହିଲେ ବାବା ଆପଣ ଆଦେଶ ଦେଲେ ନା ମୋ ଜନ୍ମଦାତ୍ରୀ ମାକୁ ମୁଁ ନିଜ ହାତରେ ହତ୍ୟା କରିଦେଇଛି। କରିଦେଲି ସଂସାରରେ କୌଣସି ସନ୍ତାନ ଏପରି କରିପାରିବେ ନାହିଁ, ନା କିନ୍ତୁ ମୁଁ କରିଦେଲି। ବାବା ମୋ ପ୍ରଥମ ବର ଆପଣଙ୍କ ଆଦେଶରେ ଯୋଉ ମାକୁ ମୁଁ ହତ୍ୟା କରିଛି ମରିଥିବା ମାତାକୁ ଜୀବନ୍ୟାସ ବାବା ମୋ ପ୍ରଥମ ବର ମୁଁ ମାରିଥିବା ମାକୁ ଆପଣ ବଞ୍ଚାଇ ଦିଅନ୍ତୁ। କହିଲେ ତଥାସ୍ତୁ କରିଛି ମାନେ ବଞ୍ଚାଇବି ନିଶ୍ଚିତ। ଦ୍ୱିତୀୟ ବର କହ କଣ? ହାତ ଯୋଡ଼ିଲା ପରଶୁରାମ, ହାତ ଯୋଡ଼ିଲେ। କହିଲେ ବାବା ମୋ ଭାଇ ମାନଙ୍କର କି ଦୋଷ? ଖାଲି ଆପଣଙ୍କ ବାକ୍ୟ ରଖିଲେ ନାହିଁ ବୋଲି, ପାଳନ କଲେ ନାହିଁ ବୋଲି ନା ଏତିକି କଥାରେ ଆପଣ ଏତେ କ୍ରୋଧୀ ହେଇଗଲେ? କ୍ରୋଧ ପରା ମଣିଷର ସବୁଠୁ ବଡ ଶତ୍ରୁ। ଦୟାକରି ମୋ ଦ୍ୱିତୀୟ ବର ଦିଅନ୍ତୁ। ଚାରି ଭାଇ ନିର୍ଦ୍ଦୋଷ, ତାକୁ ପୁନର୍ଜୀବିତ କରିଦିଅନ୍ତୁ। କହିଲେ ତଥାସ୍ତୁ। ଇଏ 2ଟା ବର ପୂରଣ ହବ। ତୃତୀୟ ବର କହ କଣ? ପରଶୁରାମ କେଡେ ଚାଲାକ ଦେଖନ୍ତୁ। ମନ ଭିତରେ ଭାବିଲେ, କହିଲେ ମୋ ଭାଇ ମାନେ ପୂର୍ବ ଅବସ୍ଥାକୁ ଲେଉଟିବେ, ମୋ ମା ବଞ୍ଚିବ। ମୋ ମା ବଞ୍ଚିବା ପରେ ମୋ ଭାଇ ମାନେ ପୂର୍ବ ଅବସ୍ଥାକୁ ଆସିବା ପରେ ଯଦି ମନେ ପକାନ୍ତି ମୋ ପାଇଁ ତାଙ୍କର ଏ ଦୋଷ ହେଇଥିଲା, ମତେ କ୍ଷମା କରିବେ? କେବେ କ୍ଷମା କରିବେନି। ତେଣୁ ହାତ ଯୋଡ଼ିଦେଲେ। କହିଲେ ବାବା ମୋ ତୃତୀୟ ବର ଶୁଣନ୍ତୁ। ମୋ ମା ବଞ୍ଚିବ, ମୋ ଭାଇ ମାନେ ପୂର୍ବ ଅବସ୍ଥାକୁ ଫେରିବେ। ଆଉ ଏଥୁ ଏହା ପରେ ପୂର୍ବ କଥା ଯିବେ ତ ପାଛୋଇ ମୋ ମୋ ଭାଇ ମାନେ ପୂର୍ବ ଅବସ୍ଥାକୁ ଆସିଲା ପରେ, ମା ବଞ୍ଚିବା ପରେ ଆଉ ସେମାନଙ୍କର ପୂର୍ବ କଥା ଯେମିତି କିଛି ସ୍ମରଣ ନ ଆସିବ। ଇଏ ହଉଛି ମୋ ତୃତୀୟ ବର। ଜ୍ଞାନୀ ମାନେ ତାହା ହିଁ ହେଲା, ତାହା ହିଁ ହେଲା। ରେଣୁକା ବଞ୍ଚିଲେ, 4 ପୁତ୍ର ପୁଣି ବଞ୍ଚିଲେ, ପୂର୍ବ ଅବସ୍ଥାକୁ ଆସିଲେ ଏବଂ ଆଉ ସେମାନଙ୍କର କିଛି ସ୍ମରଣ ନାହିଁ କଣ ହେଇଥିଲା, କିଛି ମନେ ନାହିଁ। କିନ୍ତୁ ସ୍ମରଣ ସିନା ଆସିଲାନି। ଏ ପୁଅ 4 ଜଣଙ୍କର ମାର ପରଶୁରାମ କାନ୍ଦିବାକୁ ଲାଗିଲେ, ଆଖିରୁ ଲୁହ ଝରିଲା। ଯମଦଗ୍ନି ଡାକିଲେ ବସ, ତୁ ଯାହା ତ କହିଲୁ ମୁଁ ପାଳନ କଲି, ପୁଣି କାଇଁ କାନ୍ଦୁଛୁ? ପୁଣି କାଇଁ କାନ୍ଦୁଛୁ କହ? ହାତ ଯୋଡ଼ିକିରି ପରଶୁରାମ ପଚାରିଲେ। କହିଲେ ବାବା ଆପଣ କୁହନ୍ତୁ, ମତେ ନ୍ୟାୟ ଦିଅନ୍ତୁ। ଆପଣ ଆଦେଶ ଦେଲେ ମୁଁ ମାକୁ ମାରିଲି, ମୁଁ ଅନୁରୋଧ କଲି ଆପଣ ମାକୁ ବଞ୍ଚେଇ ଦେଲେ। ମୁଁ ହେଲି ମାତୃ ହତ୍ୟାକାରୀ ପୁତ୍ର, ଆପଣ ହେଲେ ଜୀବନ ଦାତା ସ୍ୱାମୀ। ତାହେଲେ ମାତୃ ହତ୍ୟା ଦୋଷ ମୋ ଠାରୁ ହେବି ତା କିପରି ଯେ ଚାଲିଯିବ? କଥା ଗୋଟେ ଖୋଲି କରି ପରା କହିବ ତା ତ ହେ ଭାବ। ମାତୃ ହତ୍ୟା ଦୋଷ କେମିତି ମୋ ଠାରୁ ଯିବ ମତେ ଟିକେ ଖୋଲିକିରି କୁହନ୍ତୁ, ମାର୍ଗଟା ଦେଖାଇ ଦିଅନ୍ତୁ। ବିଶେଷ ଘୋଷଣା। ମାନନୀୟ ଦର୍ଶକ ସମାଜ, ଅଦ୍ୟ ରଜନୀରେ ଗାୟକ ମହାଶୟଙ୍କର ଆଲୋଚନାରେ ମୁଗ୍ଧ ହୋଇ